13 ଦିନ ପକ୍ଷ ନିକଟରେ ହେବ 13ଟି ହେବେ ମେଳ। ଧୂମକେତୁ ଦୃଶ୍ୟ ପୂର୍ବ ଦିଗରେ ପାପୀମାନେ ଯିବେ ଜଳି। ମାଡ଼ି ଆସୁଛି ଭୟଙ୍କର ବିପଦ। ମାଳିକା ଦେଉଛି ବଡ଼ ପ୍ରମାଦ। ଶେଷ ହୋଇଯିବ କି କଳିଯୁଗ। ମାଳିକା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଦ୍ୱାରା ଲିଖିତ ମାଳିକା ବଚନ, ଯେଉଁଥିରେ ଲେଖା ହୋଇଛି ଭବିଷ୍ୟବାଣୀ। ପ୍ରଳୟ ହେବ, ବିପଦ ମାଡ଼ି ଆସିବ, କଳ୍କି ଅବତାର ଧାରଣକାରୀ ସିଏ ଆସିବେ। ତେବେ ଏନେଇ ମାଳିକା ବିଷୟରେ ଅଚ୍ୟୁତାନନ୍ଦଙ୍କ ପୀଠର ପୀଠାଧୀଶ ମହନ୍ତ ଶ୍ରୀ ଗଗନାନନ୍ଦ ଗୋସ୍ୱାମୀ ମହାରାଜା କଲ୍ କହୁଛନ୍ତି, ଟିକେ ଶୁଣି ନିଅନ୍ତୁ। ଉତ୍ତରୁ ସାଜିବ, ଦକ୍ଷିଣେ ଗାଜିବ, ପୂର୍ବେ ନ ରହିବେ କେହି। ଝାଡ଼ ବାଡ଼ ଧରି ପଶ୍ଚିମେ ରହିବେ କୂଳକୁ ବିହନ ସେଇ। ମାରକ ଘାଟି ଯେ ଆସୁଛି ଜୋବରା, ଧୂମକେତୁ ଗଗନର। ଉଲ୍କାପାତ ହେବ ଏ ସାରା ସଂସାର, ପ୍ରମାଦ ହେବ ଅପାର। ଜଳ ନ ବର୍ଷିବ, ଶସ୍ୟ ବୁଣା ହେବ, ଅଚିହ୍ନା ବ୍ୟାଧି ଗ୍ରାସିବ। ମୁଣ୍ଡ ଗଡ଼ୁଥିବ ମାଳ ମାଳ ହୋଇ, ନୟନେ ସବୁ ଦେଖିବ। 28 ଅଙ୍କେ ବଛା ବଛି ହେବେ, ଜାତ ହେବ ନୂଆ ସୃଷ୍ଟି। 29 ଅଙ୍କେ ଆନନ୍ଦେ ରହିବେ ଭାରତ ଜନର ଗୋଷ୍ଠୀ। ମୀନ ସନ୍ନ୍ୟାସୀ ଦେଉଥିବ ଘାଣ୍ଟି, ଭାରତ ଲଢ଼ାଇ ହେବ। 10 ଅଣା ଯିବେ 6 ଅଣା ରହିବେ, ମୋ ବଚନ ଅଟେ ଧ୍ରୁବ। 2.5 ବରଷ ଘୋର ଉତ୍ପାତ, 24 ଅଙ୍କକୁ ଅନା। ଏ 24 ଅଙ୍କରୁ 2.5 ବର୍ଷ ଘୋର ଉତ୍ପାତ ହବ। ମହାପୁରୁଷ ଅଚ୍ୟୁତାନନ୍ଦ ତାକୁ ବର୍ଣ୍ଣନା କରୁଛନ୍ତି। ଶ୍ମଶାନ ପରାଏ ସାରା ସଂସାର, ଉଚ୍ଛନ୍ନ ହୋଇବ ସିନା। ମୀନ ସନ୍ନ୍ୟାସୀ କରିବ ରାଜତ୍ୱ, ମାନବ ମାରୁଣୀ ହେବ। ପରାଧୀନ ହେବ ଏ ଭାରତ ବର୍ଷ, ଶାସନ କଳ ଲାଗିବ। ଭାରତ ବର୍ଷ ମହାପୁରୁଷ ଲେଖୁଛନ୍ତି ପରର ଆଧୀନ ହେଇଯିବ। ଅନହୂତି ଅଗ୍ନି ପ୍ରଜ୍ୱଳିତ ହେବ, ଉଚ୍ଛନ୍ନ ସାରା ଦୁନିଆ। ଛିନି ଛତ୍ର ହେବ ଓଡ଼ିଶା ମଣ୍ଡଳ, ଥୟ ନ ପଡ଼ିବେ କେହି। ଚକଡ଼ା ମଡ଼ାଣ ପ୍ରକାଶ କରିନ, ଦିନ ଅଚ୍ୟୁତକୁ ହୋଇ। 13 ଦିନ ପକ୍ଷ ନିକଟରେ ହେବ। ଏହି ସମୟରେ ଦେଖିଥିବ 13 ଦିନ ପକ୍ଷ ଗଲା ଆଷାଢ଼ ମାସରେ। 13 ଦିନ ପକ୍ଷ ନିକଟରେ ହେବ, ଚୈତ୍ରରେ ଜହ୍ନ ନାହିଁ। ଏ ବର୍ଷ ଚୈତ୍ର ମାସରେ ଜହ୍ନ ନାହିଁ। ଧୂମମୟ ହେବ ଏ ସାରା ସଂସାର, ତୋତେ ମୁଁ ଦେଲି ଚେତାଇ। ମୀନ ଶନି ଗୁରୁବାରରେ ପଡ଼ିବ, ମିଥୁନ ମାସ 13 ଦିନ ପକ୍ଷ ହେବ। ଜଳମୟ ହେବ ଓଡ଼ିଶା ଦେଶ, ଶୁଣ ରାମଚନ୍ଦ୍ର କଳି ଭବିଷ୍ୟ। ଟଙ୍କାକୁ ଚାଉଳ ପୋଷେ ଯେ ହୋଇବ, ମରୁଡ଼ି ଯେ ଲାଗିଯିବ। ପାରାଦୀପ ଠାରେ ଆମ୍ଭର ସମାଧି ସେଦିନ ପୂଜା ପାଇବ। ନାହିଁ ବେଶୀ ବେଳ ଗୋଳ ଯେ ଚହଳ, ମହାମାରୀ ମୀନ ଶନି। ଜୋବରା ଘାଟରେ ଧରା ହେବେ ଚୋର, ମରିବେଟି ଖଣ୍ଡ ଜ୍ଞାନୀ। 13 ଦିନ ପକ୍ଷ ନିକଟରେ ହେବ, 13 ଟୋପି ହେବେ ମେଳ। ଧୂମକେତୁ ଦୃଶ୍ୟ ପୂର୍ବ ଦିଗରେ, ପାପୀମାନେ ଯିବେ ଜଳି। ଦିବସରେ ତାରା ଗଗନେ ଉଦୟ, ଗ୍ରହ ଉଲ୍କାପାତ ହେବ। ହୀରାକୁଦ ବନ୍ଧ ସେବେଳେ ଫାଟିବ, ନଦୀ ନାଳ ଘାଇ ହେବ। ତେଣୁ ସମୟ ଯାହା କହୁଛି, ହୀରାକୁଦ ଦୋଦଲ୍ୟମାନ ଅବସ୍ଥାରେ ଅଛି। ମହାପୁରୁଷ ଲେଖୁଛନ୍ତି ସେ ନିଶ୍ଚିତ ଫାଟିବ 24ରୁ 28 ଭିତରେ। ତେଣୁ ତାକୁ ସବୁ ଠିକ ରଖିଛନ୍ତି। ତେଣୁ ଭକ୍ତଜନମାନଙ୍କୁ ମୋର ମହାପୁରୁଷ ଅଚ୍ୟୁତାନନ୍ଦ ଅନେକ ଅନେକ ଶୁଭେଚ୍ଛା ଦିଅନ୍ତୁ। ମୁଁ ଏତିକି ମହାପୁରୁଷ ନିକଟରେ କାମନା କରି ମୋର ବକ୍ତବ୍ୟ ଶେଷ କରୁଛି।